ମହାଭାରତରେ ଶ୍ଲୋକ ହେଉଛି 747, ଗୀତା 747। ତାକୁ ବ୍ୟାସଦେବ ଗୀତାରେ ସ୍ୱତନ୍ତ୍ର ବହି କଲେ, ଆଉ 47 ଶ୍ଲୋକ କାଟିଥାଏ। କ'ଣ ଉପାସ ଯୋଉଟା ନାହିଁ ସବୁ କାଟିଥାଏ, ତାକୁ ମିଶେଇଲେ ହବ 747। 7 ଶ୍ଲୋକରେ ସୀମାବଦ୍ଧ। ଚଣ୍ଡୀ ପୁରାଣ ଲେଖା ହେଲା 7 ଶ୍ଲୋକ ନାଇଁ, ମା କରିବ ଦୁର୍ଗା ସପ୍ତଶତୀ 7 ଶ୍ଲୋକ ସମ୍ମାନ କରିବ। କ'ଣ ସେ କହୁଛି, ସେଇଠି ଯେମିତି ଭାଗବତରେ ଅଛି ଗୋପାଗଣଙ୍କ ରାସ ହବ, ଗୋଟାଏ ରାତି ଶପଥ ରାତି ବ୍ରହ୍ମ ନିଶି ହେଇଗଲ। ଜଳ କ୍ରୀଡ଼ା, ରାସ କ୍ରୀଡ଼ା, ରତି କ୍ରୀଡ଼ା ଏତେ ଘଟଣା ପାଇଁ ଗୋଟିଏ ରାତି ହବ। ସେ ଏମିତି ମାୟା କରିଦେଲା ଯେ ଗୋଟେ ବ୍ରହ୍ମ ନିଶି ହେଇଗଲ। ନାଇଁ, ଚିନ୍ତା କରେ। ତେଣୁ ସେ ମାୟାକୁ ଆମେ କୋଉଠି କରିପାରିବା ନାହିଁ। ସେ ତତ୍ତ୍ୱକୁ ଯାହାର ଅଛି ଅଧ୍ୟାତ୍ମ ଚିନ୍ତନ ଭିତରେ ସେଇ ତାକୁ ଉପଲବ୍ଧି କଲେ ସତ୍ୟ ବା ମିଥ୍ୟା, ନହେଲା ଖବର ମିଥ୍ୟା। କୃଷ୍ଣକୁ ଲମ୍ପଟ ବୋଲି ଯୋଉ ପାଶ୍ଚାତ୍ୟ କରୁଛନ୍ତି, କେତେ ଏଇ ଭାରତ ବର୍ଷ ବେଶୀ ବଙ୍କିମଚନ୍ଦ୍ର ଝିଅ କ'ଣ କୃଷ୍ଣ ଲମ୍ପଟ ବହୁତ ରମଣ କରୁଛ। ଆରେ 7 ବର୍ଷର ଛୁଆଟା ଗୋବର୍ଦ୍ଧନ ଗିରିକି ଟେକୁଛି, 7 ବର୍ଷର ପିଲାଟା କାଳିଆକୁ ଦଳନ କରୁ 7 ବର୍ଷ ଟଙ୍କା। ତାପରେ ସେ କଂସକୁ ମାରୁଛି 9 ବର୍ଷ ହେଲା, 9 ବର୍ଷ ହେଇଛି। ସେଇ 9 ବର୍ଷେ 9 ବର୍ଷ ବଳିଲା କ'ଣ ରାସ 9 ବର୍ଷ ଛୁଆଟା, 10 ଛୁଆଟା ତାର ଲକ୍ଷ୍ୟ ଭାବ ଆସିଛି। ତାକୁ ଲେଖିଲେ କେମିତି ଆକୁ ଅସୁର ବୁଝିପାରିଲ କୃଷ୍ଣ କ'ଣ? ସେଇ କୃଷ୍ଣ ଏଠି ପିତାର କୃଷ୍ଣ, ସେ ତତ୍ତ୍ୱ କୃଷ୍ଣ, ଜ୍ଞାନ କୃଷ୍ଣ। ସେ ସମଗ୍ର ପୃଥିବୀ ମଣିଷ ଜ୍ଞାନ ଦଉଛି, କର୍ମେଷଣା ଉପରେ ଗୁରୁ ଦେଉଛି। କର୍ମ ସମଗ୍ର ଗୀତା ପଢିବେ, କର୍ମକୁ ଛାଡ଼ି ନାହାନ୍ତି କୃଷ୍ଣ। ଆଗେ ଦେଇছে କର୍ମ ଯୋଗ, କର୍ମ କର୍ମେଷଣା। ଆଜି କର୍ମ କୃଷ୍ଣ ଅଛି କି? ମାଗଣା ଯୁଗରେ କର୍ମ ଅଛି? ଆପଣ କୁହନ୍ତୁ, ଏଗୁଡ଼ା କ'ଣ ଛଡ଼ା ଡକାଇଛି? ଚିନ୍ତା କର କ'ଣ ଚାଲେ? କର୍ମେଷଣା ମାଗଣା ଦେଇକି କୌଣସି ଲୋକ କେବେ ହେଲେ ଛିଡ଼ା କରି ହେବ ନା। କର୍ମେଷଣା କୃଷ୍ଣ ବାରମ୍ବାର କ'ଣ କର୍ମ କହିଛନ୍ତି? ନିଷ୍କାମ କର୍ମ। ମୁଁ କର୍ମ କରିବି ନିଷ୍ଠା ସହିତ, ଫଳ ଆପେ ପାଇବି, କିନ୍ତୁ ମୁଁ ଆଶା କରିବି ନିଷ୍କାମ। এই କଥା ପରମେଶ୍ୱର ହଉଛି ଜ୍ଞାନେଶ୍ୱର। ଜ୍ଞାନ, ଜ୍ଞାନର ହଉଛି ଭକ୍ତି, ତ୍ରିବେଣୀ ସଙ୍ଗମ ହଉଛି କର୍ମ, ଜ୍ଞାନ ଭକ୍ତିର ତ୍ରିବେଣୀ ସଙ୍ଗମ। ପ୍ରଥମ ଶ୍ଲୋକରେ ଗୋଟିଏ ଶ୍ଲୋକ କହୁଛି କି ଅନ୍ଧ ଧୃତରାଷ୍ଟ୍ର ସେ କିଏ? ଆପଣ ଚିନ୍ତା କରନ୍ତୁ, ଗୋଟେ ସିମ୍ବଲିକ ଅନ୍ଧ ସେ ରାଜା ହେଇଛି କାହିଁକି ନା ଭାଇକି ରାଜା ହେଇପାରିବନି, ଆମ ନିୟମ ନାହିଁ ଅନ୍ଧ ରାଜା ହେଇପାରିବନି, ମନୁଷ୍ୟ ଭିତରେ ସବୁ ଅଛି। ଏବେ ତ ଗଣତନ୍ତ୍ର ସବୁ ହେଇପାରିବ, କିଛି ନାହିଁ, ନିନ୍ଦା କରୁନି। କିନ୍ତୁ ସେ ଯୁଗ ଥିଲା ସେ ଅନ୍ଧ ହେଇ ରାଜା ହେଇପାରିବ। ତେଣୁ ସାନ ଭାଇ ପଣ୍ଡୁ ରାଜା ହେଲା, ଆଉ ଭାରି ମନ ଦୁଃଖ ହେଲା, ମୁଁ ରାଜା ହେଲି। ସାନ ଭାଇ ଜାଣିଲା ଭାଇ ଟିକେ ରଜା ହବ, କହି ପଢିଲା ପଣ୍ଡୁ ଦେଇନା ସେଠି ମଲା ଚିତ କଲା, କିଏ ରଜା ହେଇଛି। ରଜା ହେଲା, ତାର ଆସିଲା ଅହଙ୍କାର, ଆସକ୍ତି, ସିଂହାସନ ପ୍ରତି ଆସକ୍ତି, ଲୋଭ, ଏଇଟା ଆସିବ। ଏବଂ ସେ ପ୍ରଥମ ଶ୍ଲୋକରେ କହୁଛି ଯୁଦ୍ଧ ହଉଛି। ସଞ୍ଜୟ କେହି ତ ଦେଖିବନି, ଗୋଟିଏ ସଞ୍ଜୟ ଦେଖିବ, ବ୍ୟାସ ଦେଇକି ଅଞ୍ଜନ ସେଇ ଦେଖିବ, ସେ ଦୂରକୁ ଦେଖିବ ଓ ଶୁଣିବ ଓ ତ କହିବ। ଦେଖିବ, ଚିନ୍ତା କଲା। ପ୍ରଥମ ସାମ୍ବାଦିକ ନାରଦ ସାମ୍ବାଦିକ, ଦ୍ୱିତୀୟ ସଞ୍ଜୟ। ସେ ଶୁଣୁଛି, ଦେଖୁଛି, ଠିକ୍ ଠିକ୍ ତା କହୁଛି, ସବୁ କହୁଛି। କହିଲା ପଚାରୁଛି ପ୍ରଶ୍ନ କିଏ? ଧୃତରାଷ୍ଟ୍ର ଅନ୍ଧ, ମହାନ୍ଧ। ଏଇ ଯୋଉ ସେଇ କହୁଛି ପ୍ରଥମ ଶ୍ଲୋକଟିଏ ସଞ୍ଜୟ କହୁଛି ଧର୍ମ କ୍ଷେତ୍ରରେ ଜମା ହଉନି। ଧର୍ମ କ୍ଷେତ୍ରରେ କୁରୁକ୍ଷେତ୍ରରେ, ଧର୍ମ କ୍ଷେତ୍ରରେ କୁରୁକ୍ଷେତ୍ରରେ ସମବେତା ଯୁଯୁତ୍ସବ। ମାମକା ଶବ୍ଦଟି ବন্ধ, ମାମକା ଶବ୍ଦଟା ମାମକା ପାଣ୍ଡବାସ୍ତୈବ କିମ କୁର୍ବତୁ ସଞ୍ଜୟ। ଗୋଟିଏ ଶବ୍ଦ ମାମକା, ମୋ ପୁଅ ଆଉ ପଣ୍ଡୁର ପୁଅ କ'ଣ କରୁଛନ୍ତି? এই ମାମକା ମୋହରୁ ଆସେ, ମୋହଗ୍ରସ୍ତତାରୁ, ଅନ୍ଧତାରୁ,
ଏଇଟା ମୋର ମୋର ମୋ ପୁଅ ମାନେ ଏଇ ଚିନ୍ତା। ତାପରେ ସଞ୍ଜୟ ବାକ୍ୟ ଚାଲିଛି, ସଞ୍ଜୟ ବାକ୍ୟ ଶେଷ ପର୍ଯ୍ୟନ୍ତ ଚାଲୁଛି। କେହି କୃଷ୍ଣ କହୁଛନ୍ତି, ଅର୍ଜୁନ କହୁଛନ୍ତି, ସଞ୍ଜୟ ତାକୁ କହୁଛି। ଏବଂ ସେଇ ଯେଉଁ ସଞ୍ଜୟ ବାକ୍ୟ ହେଲେ ଗୀତା, ସେ ଗୀତାଟାକୁ ଯେ ବ୍ୟାସ ସଂକଳନ କଲେ ସେ ତାଙ୍କର ସ୍ତ୍ରୀକି କହିଲେ, ଭାଗବତ କଥା କହିଲେ, ତାକୁ ସ୍ତ୍ରୀ କହୁଥିଲେ। ଅତএବ ସେ ବ୍ୟାଖ୍ୟା ତାକୁ ସରି ଏ ଯେଉଁ କହିଲେ, ତାପରେ ଧୃତରାଷ୍ଟ୍ର ପଚାରୁଛି, ସଞ୍ଜୟ ସଞ୍ଜୟ କହି କହିକି ଯାଇଛି। ଅର୍ଜୁନର ଆସିଲା ପ୍ରଶ୍ନ, ତାହେଲେ ମୁଁ କଣ କରିବି? ତ କି କଣ କାର୍ଯ୍ୟ ଦୂରେଇ ଦଉଛ, ମାରିବାକୁ କହୁଛ, ଏଠି କହି ଶେଷ କରି ବନ୍ଧୁଗଣ ବେଶୀ ଲୋକ ନାହିଁ। ତୁମେ କହୁଛ ମାର ବୋଲି, ଇଆଡେ କହୁଛ କଣ ନାନା କଥା କହୁଛ। ଯେତେବେଳେ ପାପ ହବ, ଅଧର୍ମ ହବ, ମୁଁ କାହାକୁ ମାରିବି? ସେଇଠୁ ଆରମ୍ଭ ହେଲା କୃଷ୍ଣ, ମୁଁ ମାରିବି ନାହିଁ। ଯେ ନାନା କଥା କହି 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 ନବମ ଅଧ୍ୟାୟ କଲେ, ଦଶମ ଅଧ୍ୟାୟ ବିଭୂତି ଗୁଡାକ ଦେଖେଇଲେ। 82ଟି ବିଭୂତି ଦଶମ ଅଧ୍ୟାୟ, 82 ବିଭୂତି, ଗୋଟେ ଅନନ୍ତ ବିଭୂତି 82। ମୁଁ ସବୁ ସିଏ, ମୁଁ ସବୁ ସିଏ। ଏବଂ ତାପରେ ଆସିଗଲା ଏକାଦଶ ଅଧ୍ୟାୟରେ ଅର୍ଜୁନ ବୁଝୁ ନାହିଁ, ବିଶ୍ୱରୂପ ଦେଖେଇଲେ। ସେ କି ଯଶୋଦାକୁ ଦେଖେଇଥିଲେ ପାଟି ଭିତରେ ମାଟି ଖାଉଥିଲା ବିଶ୍ୱରୂପ, ଅର୍ଜୁନକୁ ସ୍ୱଦେହରେ ଦେଖେଇଲା ବିଶ୍ୱରୂପ। ଏ ବିଶ୍ୱରୂପ ଦେଖିଦେଲା ପରେ ଅର୍ଜୁନ ନଈ ପଡ଼ିଲା, ଆଣ୍ଠେଇ ପଡ଼ିଲା। ମୁଁ ଜାଣିଗଲି, ଚିହ୍ନିଗଲି ଆପଣଙ୍କୁ। ଚିହ୍ନିବା, ଜାଣିବା, ଏ ବଡ଼ କଥା। ଚିହ୍ନିବା, ଜାଣିବା। ଆଜି ଆମେ ସ୍ୱାମୀଜୀଙ୍କ ବକ୍ତବ୍ୟ ଆପଣ ଚିହ୍ନିଲେ, ଜାଣିଲେ ସେ କଣ? ସମ୍ପୂର୍ଣ୍ଣ ଜାଣିନୁ, ଆଉ ଜାଣିବାକୁ ବାକି ରହିଛି ନାଇଁ କି? ଜାଣିବି ସେ କଣ? ଅର୍ଜୁନ ଜାଣିଲା ସେ କିଏ କୃଷ୍ଣ। ଏବେ ମୁଁ ଆଉ ଦେଖିପାରିବି ନାହିଁ, ସେ ମଧୁମୟ ଚତୁର୍ଭୁଜ ରୂପଟିକୁ ମତେ ମୁଁ ଆଉ ଦେଖିପାରିବି ନାହିଁ କହିଲ। ଆରମ୍ଭ ହେଇଗଲା ଭକ୍ତି ଯୋଗ ଦ୍ୱାଦଶ। ସମର୍ପଣ, ସରେଣ୍ଡର, କାୟା ମନ ବାକ୍, ଏ ତିନିଟାକୁ ସମର୍ପଣ କରେ, ସମ୍ପୂର୍ଣ୍ଣ ସମର୍ପଣ ହୁଏ। ଦେହ ମୋର ନୁହେଁ, ଏ କାୟା ବାକ୍ ମୋର ନୁହେଁ, କାୟା ବାକ୍ ମନ ଏ ମୋର ସଂସ୍କାର। ଏ ତିନିଟାକୁ ସମର୍ପଣ କଲେ ସମ୍ପୂର୍ଣ୍ଣ ସମର୍ପଣ ଆସେ। ଯେମିତି ଗୋପାଙ୍ଗନା ଗୁଡ଼କୁ ନେଇକରି ବସ୍ତ୍ର ନେଇଗଲା କୃଷ୍ଣ, ଲେଖିଛନ୍ତି କଣ ଆପଣ ପଢିଥିବ ତ, ଏଟା ବିଭାଷ ଚାଳିତ କୃଷ୍ଣଟା ନାରୀ ମାନଙ୍କର ତାକୁ ବସ୍ତ୍ର ଚୋରି କରି ଲୋକଙ୍କୁ ଛୁଆ କରିଛୁ। କିନ୍ତୁ କେହି ବୁଝିଲେନି ସେ କଣ ତତ୍ତ୍ୱ। ଆମର ଅଭିମାନ ହଉଛି ମୋ ଦେହ ମୋର, ଏ ମୋ ଦେହ କି ସଜେଇବି, ସୁନ୍ଦର କରିବି ମୋ ଦେହ, ମୋ ଘର, ମୋ ପୁଅ, ମୋ ଛୁଆ। ଏ ଦେହଗତ ଅଭିମାନ ତ୍ୟାଗ, ଏ ଦେହ ମୋର ନୁହେଁ, ଏ ଦେହ ତା। ଯେ ଅଭିମାନଟି ଲୋପ ପାଇଗଲା, ଲୋପ ପାଇଗଲା ପରେ ଦି ହାତ ଟେକି ପୁନଃ ନମସ୍କାର କରୁଛନ୍ତି ଶ୍ରୀ କୃଷ୍ଣକୁ, ଜଳଦେବତାକୁ କୃଷ୍ଣକୁ ନମସ୍କାର କରୁଛନ୍ତି। ଏବଂ ରାଷ୍ଟ୍ର ବେଳେ ସେ ଗୋପାଳନା କଣ କହିଲେ? ରାତି ଅଧା ଯାଇଛନ୍ତି, କୃଷ୍ଣ ତ ଧମକ ଦେଇଛନ୍ତି, ଚାରିପଟେ ଭୟ ଦେଖିଛି, ଆଜି ଭୌତିକ, ଆଜି ଦୈବିକ, ଆଜି ଆଧ୍ୟାତ୍ମିକ, ତିନି ପ୍ରକାର ଭୟ ଦେଖୁଛି। କିନ୍ତୁ ଗୋପାଳନା ତୁ କାହାକୁ କଣ କହୁଛୁ ରେ? ତତେ କଣ ଚିହ୍ନ ଅନାଦି ଜ୍ୟୋତି ନିରଞ୍ଜନ। ତୁ କହୁଛୁ ଯଶୋଦା ପୁଅ, ଗାଈ ମାରିଆ, କାଳିଆ କାହ୍ନୁ, ତୁ ପାଖକୁ ରଗଣ କରି ଯାଇଛୁ, ତତେ ଚିହ୍ନ ତୁ କିଏ? ଏଇ ହଉଛି କୃଷ୍ଣ। ଏବଂ ଏ ବୁଝେଇ ବୁଝେଇ ଯାଇ କେତେକ ଯାଇକି ମୁଖ୍ୟ ଯୋଗରେ ପହଞ୍ଚୁ। କଣ କଲା? ସର୍ବଧର୍ମାନ ପରିତ୍ୟାଜ୍ୟ ପରିତ୍ୟାଜ୍ୟ ମାମେକଂ ଶରଣଂ ଅହଂ ସର୍ବପାପ ଭୋଗୋପେୟିଷ୍ୟାମି। ତୁ ମତେ ଏକମାତ୍ର ଗ୍ରହଣ କରିଲେ, ସମର୍ପଣ କର, ଦେହ ମନ ବାକ୍ ମୋ ପାଖରେ ସମର୍ପଣ କର। ସମର୍ପଣ କରିଦେଲେ ଆଉ ତ ଏଠି ଧର୍ମ, ତାକୁ ତ ବ୍ୟାଖ୍ୟା ସେତେବେଳେ ଧର୍ମ କଣ? ଆରେ ସେତେବେଳେ ଧର୍ମ କଣ? ଗୋଟେ ସନାତନ ଶବ୍ଦ କହିଲା, ସନାତନ କହିଲେ ହିନ୍ଦୁ କହିଛନ୍ତି କୋଉଠି କହିଲେ? ତାଙ୍କ ବକ୍ତବ୍ୟ ସନାତନ, ସନାତନ ଧର୍ମ, ଯାହାକୁ ତମେ ହିନ୍ଦୁ କହୁଛ ନାଇଁ କି? ସନାତନ ଅତେ ସେଠି ତ ସର୍ବଧର୍ମ, ଗୋଟେ ସର୍ବଧର୍ମ କହିଲ କଣ ଅର୍ଥ କଣ? ସେଠି ଇସଲାମ ଧର୍ମ ଆସିନାହିଁ ସେତେବେଳକୁ, କି ସେ ଖ୍ରୀଷ୍ଟ ଧର୍ମ ଆସିନାହିଁ। ତାର ତ ସମୟ ଖ୍ରୀଷ୍ଟାବ୍ଦ ଆରମ୍ଭ ଖ୍ରୀଷ୍ଟ ଧର୍ମ, ଯେତିକି ବୟସ ହେଲା ଟିକେ ଇସଲାମ ତ ଖ୍ରୀଷ୍ଟାବ୍ଦ 575-74ରୁ ଯେତିକି ବୟସ ହେଲା ସେତିକି। ଯେତେ ଧର୍ମ ଅଛି ତ ସର୍ବଧର୍ମ ତ୍ୟାଗ କରିବ କଣ?
ବୌଦ୍ଧ ଧର୍ମ ତ 500-483 ପ୍ରଚାର ହେଇଛି, ଜୈନ ଧର୍ମ ସେ କୋଉ ଧର୍ମ ଆଣିଲା? ତେଣୁ ଗୀତା ଯୋଉ ସର୍ବଧର୍ମ ପରିତ୍ୟାଗ କହିଲା, ତ୍ୟାଗ କର କଣ? ଯୋଉ ଅସତ ମାର୍ଗରେ ମଣିଷ ଗୋଟେ କାର୍ଯ୍ୟ କରୁଛି, ଯୋଉ କାମ କରୁଛି, ସେଟା କର୍ତ୍ତବ୍ୟ। ତାକୁ ଗୋଟେ ଗୀତାରେ ପଣ୍ଡିତ ବ୍ୟାଖ୍ୟା କର୍ତ୍ତବ୍ୟ, ସର୍ବ କର୍ତ୍ତବ୍ୟ ତ୍ୟାଗ ଭୁଲ। କର୍ତ୍ତବ୍ୟ କେମିତି ତ୍ୟାଗ କରିବ? କର୍ତ୍ତବ୍ୟ ଭିନ୍ନ, କର୍ତ୍ତବ୍ୟ ହୃଦୟ ରସରେ ଜାରି, ତାହେଲେ ସେ କର୍ତ୍ତବ୍ୟ ହୁଏ କର୍ତ୍ତବ୍ୟ। ନହେଲେ ସେଟା କର୍ତ୍ତବ୍ୟ ଯଥା ନିଷ୍ଫଳ କାମ କାର୍ଯ୍ୟ ଗୋଟେ ହେଇଯାଏ। ଏ କଥା କହ, ସର୍ବଧର୍ମ ପରିତ୍ୟାଜ୍ୟ ସର୍ବଧର୍ମ ପରିତ୍ୟାଜ୍ୟ ମାମେକ ଶରଣ, ମୋତେ ଏକମାତ୍ର ଶରଣ, ଏକ ବ୍ରହ୍ମ। ଗୀତା କହୁଛି ଏକ ଈଶ୍ୱର, ବହୁ ଈଶ୍ୱର କଥା କହୁନାହିଁ, ଏକମ୍ ସତ୍ୟମ୍ ସେ ପରମ, ତାରି ପାଇଁ ସମର୍ପଣ। ତାକୁ ଚିନ୍, ତାକୁ ଉପଲବ୍ଧି କର। ତାକୁ ଯିଏ ଉପଲବ୍ଧି କରିବ ସିଏ ତାକୁ ପାଇବ, ଓ ସିଏ ହେଇଯିବ ବ୍ରହ୍ମମୟ, ବ୍ରହ୍ମଭୂତ। ସେ କଣ ହବ ନା ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ସ୍ରୋତି ନ କାଙ୍କ୍ଷତି ସମ ସର୍ବେଷୁ ଭୂତେଷୁ ଭକ୍ତି ଲଭତେ ପରା। ଯିଏ ଜାଣିବ ତାହାରି ଆସେ ବ୍ରହ୍ମଭୂତ ହୁଏ। ଯିଏ ବ୍ରହ୍ମଭୂତ ହୁଏ, ଆଧ୍ୟାତ୍ମିକ ଚେତନାରେ ଉଦ୍ବୁଦ୍ଧ ହୁଏ, ହୃଦୟଟା ପ୍ରସାରିତ ହେଇଯାଏ, ନିଷ୍ପାପ ହେଇଯାଏ, ସେଠି ଆଉ ତୋର ମୋର ଭାବ ରହେ ନାହିଁ। ତାରপর ସେ ଆକାଂକ୍ଷା ରହେ ନାହିଁ, ସୂଚନା ରହେ ନାହିଁ। କଣ ଖାଇବି, କଣ ପିନ୍ଧିବି, କେମିତି ଯିବି, ପାଉଡର ଲଗେଇବି, ପତର ଲଗେଇବି, ଏତେ ଚିନ୍ତା କରେ ନାହିଁ। ସେଇ ଲୋକ ସେ ଅବଧୂତ ଭାଗବତର ଅବଧୂତ ଯଦି ପଢିଥିବେ କେହି, ମୋର ବହିତା ଅଛି ଅବଧୂତ 24 ପ୍ରସଙ୍ଗରେ କାହିଁକି ଓ ଗୀତା ହଉଛି ଗୁରୁ ବାର୍ତ୍ତା। ଗୁରୁ କିଏ? ଅର୍ଜୁନ, କୃଷ୍ଣ ଶିଷ୍ୟ ଅର୍ଜୁନ। କେତେବେଳେ ଶିଷ୍ୟସ୍ତେହଂ ଶାରୀବାନ୍ତଂ ପ୍ରପନ୍ନଂ, ତୋ ପାଖରେ ଶରଣ ପଶିଲି 2ଟି ଅଧ୍ୟାୟରେ, ତୁ ମୋତେ କହ ତୁ ମୋର ଗୁରୁ ହେଲୁ, ମୁଁ ତୋର ଶିଷ୍ୟ। ଏଇ ଶିଷ୍ୟ ହେଇଗଲା ପରେ ହିଁ ସେ ପ୍ରଶ୍ନ କରୁଛୁ, ଉତ୍ତର ଦଉଛୁ। ଗୁରୁ ଶିଷ୍ୟ ଚମତ୍କାର ପ୍ରଶ୍ନ। ସେଇ ଗ୍ରନ୍ଥକୁ ମୋର ସାର୍ଥ ପୂର୍ଣ୍ଣଚନ୍ଦ୍ର ତାକୁ ଅନୁବାଦ କରିଛନ୍ତି ନବାକ୍ଷର, ଓଡ଼ିଆ ସାହିତ୍ୟ ନବାକ୍ଷର ଉତ୍ତର ସ୍ରଷ୍ଟା ହଉଛନ୍ତି ଜଗନ୍ନାଥ ଦାସ। ତାର ଗୋଟେ କିମ୍ବଦନ୍ତୀ କାହାଣୀ କହିଲେ ବାବା କହିଲେ, କିନ୍ତୁ ପ୍ରଥମ ନବାକ୍ଷରୀ ଛନ୍ଦରେ ଆରମ୍ଭ ହେଲା। ସମଗ୍ର ଭାରତ ବର୍ଷରେ ନବାକ୍ଷରୀ ଛନ୍ଦ ପ୍ରୟୋଗକର୍ତ୍ତା ଜଗନ୍ନାଥ ଦାସ। ସେ ନବାକ୍ଷରୀ ତାତ୍ପର୍ଯ୍ୟ ଅଛି ନବ, କଠି ଗଛ ତାକୁ ମୁଖ୍ୟ କହୁନାହିଁ, ନବାକ୍ଷର ଛନ୍ଦ। ପରବର୍ତ୍ତୀ କାଳରେ ଅନେକ କରିଛନ୍ତି, ଦୀନକୃଷ୍ଣ କରିଛନ୍ତି, ଆମର ଦଲେଇ ଦାସ କରିଛନ୍ତି, କେତେ ଲୋକ କରିଛନ୍ତି, ଲେଖିଲେ। କିନ୍ତୁ ଗୀତାଟାକୁ ଅନୁବାଦ କଲା କିଏ? ପ୍ରଥମେ ଓଡ଼ିଆ ସାହିତ୍ୟରେ ଫକୀର ମୋହନ ସେନ, ବ୍ୟାସ କବି ଫକୀର ମୋହନ ସେନ। ନା ଶୁଣିଥିବେ ତା ନା, ମାତ୍ର 5 ଶ୍ରେଣୀ ପର୍ଯ୍ୟନ୍ତ ପାଠ। ଢେଙ୍କାନାଳରେ ଦେୱାନ ଅଛି, ପାଖରେ ସ୍ତ୍ରୀ ଅଛି, ପ୍ରଥମ ପୁଅଟା ମରିଗଲା ମନମୋହନ, କାନ୍ଦୁଛି। ଫକୀର ମୋହନ ଢେଙ୍କାନାଳ ପାଠାଗାର ରାମାୟଣ, ବାଲ୍ମୀକି ରାମାୟଣ, ବ୍ୟାସ ମହାଭାରତ ଆଣିକି ଅନୁବାଦ କଲା ପ୍ରଥମେ ଓଡ଼ିଆ ସାହିତ୍ୟ, ଏବଂ ଦେଖିଲା ଗୀତାଟାକୁ ଅନୁବାଦ କଲା। ପ୍ରଥମ ଅନୁବାଦ ଫକୀର ମୋହନ ସେନାପତି ନବାକ୍ଷରୀ। ମାଙ୍କ ମୁଖବନ୍ଧ ସୂଚେଇଛି ପ୍ରଥମ ଫକୀର ମୋହନ ସେନାପତି ନବାକ୍ଷରୀ ଅନୁବାଦ ପ୍ରଥମ 1882। ସେ ବହିଟି ମୁଁ ପାଇଲି, ବାଙ୍କିରୁ ଜୀର୍ଣ୍ଣଶୀର୍ଣ୍ଣ ବହିଟି, ମୁଁ ସମ୍ପାଦନା କରି ତାକୁ ଇଚ୍ଛା ଚାଲିଛି ସେ ବହି ଫକୀର ମୋହନ। ତାପରେ ଆଉ କେତେ ଲୋକ ଅନୁବାଦ, ଯେମିତି ଆମର ହରିହର ଆଚାର୍ଯ୍ୟ, ଆମର ସେ ଗୀତା ଲେଖିଛନ୍ତି ନବାକ୍ଷରୀ, କେତେ ଲୋକ, ଏବଂ ସେଇ ନବାକ୍ଷରୀ ଭିତରେ ଅନୁବାଦ କରିଛନ୍ତି। ଏବେ ପୁଣି କହୁଛୁ 14 ଅକ୍ଷର, ବାପା କହିଲେ ଏଟା ବୁଝି ହଉନି, କୃଷ୍ଣ ଅଛି 14 ଅକ୍ଷର। 14 ଅକ୍ଷର ଭିତରେ ଆମେ କଳସା 34 ପ୍ରଥମେ ଆରମ୍ଭ, 1500-1600 ଶତାବ୍ଦୀରେ କଳସା। ତାପରେ ଦାଣ୍ଡି ତା ଶିବା ଶାରଦା ମାଙ୍କର, ତାପରେ 14 ଅକ୍ଷର ଚାଲିଛି। ସେଇ 14 ଅକ୍ଷର ଭିତରେ ଇଏ ଅନୁବାଦ କରିବା। ଆଉ ଗୋଟେ ବହି ତାପରେ ଛାପୁଛନ୍ତି, ସେଇ ଦିଲ୍ଲୀ ଛାପୁଛନ୍ତି, ପ୍ରକାଶ ପ୍ରକାଶ ପାଏ। ଏଇଥିରେ ମୁଁ ଖାଲି ଗୋଟିଏ କଥା ସାଙ୍ଗ କରିବି, କିନ୍ତୁ ଅନୁବାଦ କଲାବେଳେ ସେ ଯୋଉ କେମିତି କରିଛନ୍ତି ତାଙ୍କୁ ସେ ଦୃଷ୍ଟାନ୍ତ ଦେଇକି ସରଳ ଭାବରେ କରିଛନ୍ତି, ସେତିକି ଦେଇକି ମୁଁ ବକ୍ତବ୍ୟ ସାର କରିବି। ଧନ୍ୟବାଦ। ଏଇ ଗୋଟିଏ କହୁଛନ୍ତି, ଶ୍ଲୋକଟେ କହୁଛନ୍ତି, ମୂଳ ଶ୍ଲୋକ, ନ ଜାୟତେ ମ୍ରିୟତେ ବା କଦାଚିତ୍। 2ୟ ଅଧ୍ୟାୟ, ନ ଜାୟତେ ମ୍ରିୟତେ ବା, କେବେ ଜନ୍ମ ହୁଏ ନାହିଁ କି ମରେ ନାହିଁ।
नायम भूत्वा भविता वा न भूय अजः नित्य शाश्वतयं पुराणे न हन्मते हनुमान से आत्मा जन्म नहीं कि मृत्यु नहीं। हाँ आउ गोटे कथा कही गीता ही कहला जीवन मरे नहीं कही ना कौन ग्रंथ जीवन मृत्यु नहीं जीवन अनादि अनंत केउठी जीवन आरंभ कौटी शेष किए कह आपण जीवन आरंभ कौटी भगवत गीता भगवान कहले कर जीवन सर्वभूतेषु मु सकल भूतरे जीवन ज्ञान विज्ञान जगत कहते पुणी विभूति जगत मु सकल भूतरे जीवन जदि भगवान जीवन हेले जीवन मरा केमती जदि से मरीगले तो भगवान मरीगले ना नहीं जीवन मरे ना भगवान मरे ना से जीवन हूँ आत्मा से हूँ परमात्मा से ब्रह्म से जीवन से चल जीवन को देखा जाए कि जीवन देखा जाए से आसे जाए पवन भैया जीवन चमत्कार भाव गीतार कहते से अनुवाद कर देखु ये जो शोकटी कहली से अनुवाद कले आत्मार जन्म मृत्यु ना आत्मा सनातन बोलाई शरीर बद्ध हो गले आत्मा जे न मरई गले आत्मा जे गोटे चिरस्थायी तापाई शोक कर ना आम मरीगला कुंटू बाड़ी का सुख तो कांद गीता ये कथा मृत्यु ध्रुव कौन कले ध्रुव मृत्यु ध्रुव जन्म मृत मृत्यु ध्रुव मरी जन्म निश्चय किंतु गीता कही मरीगला पुणी जन्म हम बहुनाग जन्म जन्मांते बहु बहु जन्म कथा द्वितीय अध्याय कह बहु बहु जन्म देखी गीता को तेणु दुखर कारण से गोटे मत दृष्टांत हूँ गोटे श्लोक कहते जो मान पश्यति सर्वत्र सर्वंत्रमयी पश्यति ये मत सब देखे अनुभव करे मुझे देखे जे देखे मुझे देखे चमत्कार कथा कहे जी समर्पण कर अनुभव करे देखे भितर से सर्वत्र देखे जो मान पश्यति सर्वत्र सर्वंत्रमयी पश्यति तस्यामी सत्रमे न पहुंचती सी मो पाखे अदृश्य हो जाए कि मुझे अदृश्य आम परस्पर देखा देखा होता ये आम स्वामी देखा देखा होता आम कारण प्रेमानंद से प्रेम से श्रीकृष्ण को देखुवे ना प्रेमानंद किए दरकार सरस्वती पाई तो ठीक अच्छे कि प्रेमानंद अपूर्व ये तो सब पाई जुहसी ददासी जब तुम जहाँ करुच जहाँ खाऊच जहाँ ठाकुर पूजा कर जुहसी यज्ञ करुच जहाँ देउछ जब तपस्या से कौंतेय तत्पुरुष मदार्पण जहाँ कुछ मत मुझे पीड़े धर खाइला बेले आगे तर्पण कर ठाकुर धरती तो नहीं ये जो विजय तो बुढ़ा बासा कथरे कह देखे आज ना से मुझे खाऊँ सी खाऊँ मुझे करूँ सी करुच्ची ओ जहाँ होम जोग कर सी चिंता 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 एवं श्रेष्ठ भक्त उदाहरण दो नहीं जे श्रेष्ठ भक्त तू जो अर्जुन को कृष्ण तू मारुच शत्रु भाव मार मित्र भाव मार किए कथा गुंटे गुंडे जी पड़ी ज्ञान एत ना जी गुंडे कहूनी लोकटा तू जहाँ मारुच शत्रु भाव मारना मित्र भाव मित्र दृष्टि गीता मित्र नित्य चक्षुषा उपकठ नित्य दृष्टि चेत मित्र शत्रु नुह किंतु तार दुष्ट प्रवृत्ति अच्छे नाश रावण को राम तो शस्त्र कहला नहीं रावण को तो मारिदेलु भावुँ लीला कर मारी तोते मारी मत हसलु तू
ତୁ ତୋତେ ମାରି ନାହିଁ ତୋତେ କେତେ ନାହିଁ ତୋର ଦଶଟା ମୂଳ ନାହିଁ ପ୍ରଭୃତି ଗୁଡ଼ା ଭର୍ତ୍ତି ସେଇଟାକୁ ବିନାଶ କରିଦେଇଛି ବଡ଼ ହସିଦାର ତେଣୁ ଚିନ୍ତା କର ଗୀତାକୁ ଶତ୍ରୁ ନୁହେଁ ମିତ୍ର ଗୀତା ଶେଷ ଅଧ୍ୟାୟରେ ଶେଷ କହୁଛନ୍ତି କଣ ସେ ସେତେବେଳେ ଯତ୍ର ଯୋଗେଶ୍ୱର ଯତ୍ର ପାଠ ଧର୍ମ ସେବା ଯୋଉଠି ଯୋଗେଶ୍ୱର କୃଷ୍ଣ ଅଛନ୍ତି ସେ ପାର୍ଥ ଅଛି ଧର୍ମଧାରୀ ସେଠି ବିଜୟ ଏଇଟା ମନ ଦୁଃଖ ହେଇଗଲା କାର ଦୁଃଖର ନା ତା ପୂର୍ବ ସେ କହୁଛନ୍ତି ବିଶ୍ୱରୂପ ଦର୍ଶନର ଶେଷ କଥା କଣ କହିଲେ ସେଟା ଭକ୍ତ ଭକ୍ତ ପରମ ମଧୁଭକ୍ତ ସମଭକ୍ତ ନିରିବୟ ସର୍ବଭୂତେଷୁ କହିଲା ସେ ଇଏ କହିଛି କିଏ ନିରିବୟ ଶତ୍ରୁ ନୁହଁ ଇଏ ଦୁର୍ଯ୍ୟୋଧନାଦି ଯେତେ ଶତ୍ରୁ ନୁହଁ ମିତ୍ର କିନ୍ତୁ ସେମାନେ ଯୋଉ ପ୍ରଭୁ ଦୁଷ୍ଟ ତାକୁ ବିନାଶ ଏ ତ କଥା ଅତଏ ବନ୍ଧୁଗଣ ପୂର୍ଣ୍ଣବାବୁ ଯେପରି ଭାବରେ ଗୀତାଟି ନବାକ୍ଷର ଅନୁବାଦ କରିଛନ୍ତି ମୁଁ ତତେ ପଢ଼ିଛି ଦେଖି ଜାଣିଛି ଆଉ ସରଳ ଭାଷାର ସର୍ବଜନ ମଧ୍ୟ ହେଇଛି ଏବଂ ତାକୁ ପୁଣି ଆହୁରି ସରଳ କରିବା ପାଇଁ 14 ତାକୁ କ'ଣ ଆଗ୍ରହ ହେଇଛି କରନ୍ତୁ ମୁଁ ବି ତ ଉତ୍ସାହ ଲେଖିଲା କାରଣ ଗୀତା ଏପରି ଗୋଟେ ନିତ୍ୟ ନୂତନ ଗୋଟେ ନିତ୍ୟ ନୂତନ କଥା କିଏ ଅଛି ମୋ କବିତା ମୋ ଲେଖା ଆଜି ଅଛି କାଲି ନାହିଁ କିନ୍ତୁ ଗୀତା କୋଉ ଲେଖା ଭାଗବତ କୋଉ କାଳେ ନିତ୍ୟ ନୂତନ ଦିଟା ଗ୍ରନ୍ଥ ସେ ଭାଗବତ ଏବଂ ଗୀତା ଦିଟା ନିତ୍ୟ ନୂତନ ଯିଏ ଯେତେ ପଢିବ ତା ସେତେ ପାଇବ ନୂଆ ନୂଆ ଭାବ ପାଇବ ନୂଆ ନୂଆ ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ଗୀତା ଉପରେ ଅନେକ ଆର୍ଟିକଲ ଲେଖିଛି ବହି ବାହାରିଛି ସେ ଭକ୍ତି ଭିତରେ ବାହାରିଛି ନୂଆ ନୂଆ ଜିନିଷ ଅଟେ ଗୀତା ଭଳି ଗ୍ରନ୍ଥ ବିରଳ ସେଇ ଶେଷ ଉକ୍ତି ରୁଚୁର ନ ରୁଚୁ ଖା ପିତା ବୁଝୁ ନ ବୁଝୁ ପଢ ବାସ୍ ଧନ୍ୟବାଦ ଆପଣମାନଙ୍କୁ ଧନ୍ୟବାଦ ଆଜି ମୋର ସୌଭାଗ୍ୟ ହେଲା ଯେ ନିଜେ ଗୋଟିଏ ଆଶ୍ରମ ପ୍ରତିଷ୍ଠା କରିଥିବା ଗୋଟେ ମିଶନ ସୁବୋଧ କୃଷ୍ଣ ମିଶନ ତିଆରି ପ୍ରତିଷ୍ଠା କରିତେ ପାରବ ମୁଁ ତାଙ୍କ ଅନ୍ତରର ମୋର ଗଭୀର ଶ୍ରଦ୍ଧା ନିବେଦନ କରୁଛି ପ୍ରଣାମ କରୁଛି ତାଙ୍କ ଭିତରେ ଥିବା ସେଇ ଚିତ୍ ଶକ୍ତି ସେଇ ପରମ ଶକ୍ତି ଚିନ୍ମୟ ଶକ୍ତି କୃଷ୍ଣ ପ୍ରଭୁଙ୍କୁ ପ୍ରଣାମ କରି ମୁଁ ବିଦାୟ।